ତେଣୁ ମୋ ନାଁ ସନାତନ ବେହେରା, ମୁଁ ବିଲତରୁଆ ଗ୍ରାମବାସୀ। ତେଣୁ ବିଡିଏସଟି ଗ୍ରୁପର ମୁଁ ଜଣେ ସଦସ୍ୟ। ଆଜି ଆମେ ଗାଡ଼ି ବନ୍ଦ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଦୀର୍ଘ 3 ବର୍ଷ ହେଲା ଯେଉଁ ଗ୍ରୁପରେ ଯେଉଁ ଡିସ୍ପ୍ୟୁଟ୍ ଲାଗି ରହିଛି ତାର ସମାଧାନ 23/7/23 ହେଇଥିଲା। ତାକୁ କାର୍ଯ୍ୟକାରୀ କରିବା ପାଇଁକା ଟ୍ରାନ୍ସପୋର୍ଟର ପରମିଶନ ଦେଇଥିଲା। ତେଣୁକରି ଏମାନେ ତାକୁ 4 ମାସ ଲାଗୁ କରିବା ସତ୍ତ୍ୱେ ପୁଣି ପଇସା ପତ୍ର ବନ୍ଦ କରିବା ଗୁଣ୍ଡାଗର୍ଦି କରିକିରି ଏମାନେ କାର୍ଯ୍ୟକୁ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ତେଣୁ ବାଧ୍ୟ ହୋଇକିରି ଯେତେବେଳେ ଆମର ଡିସାଇଡ୍ ଯେଉଁ ଜିନିଷଟା ଥାନା, ଆଇଆଇସି ଏବଂ ଏସଡିପିଓ ଏବଂ ଟ୍ରାନ୍ସପୋର୍ଟରଙ୍କ ଉପସ୍ଥିତିରେ ଯେଉଁ ଡିସାଇଡ୍ ହେଇଥିଲା ସେ ଡିସାଇଡ୍କୁ ଏମାନେ ମାନୁନାହାନ୍ତି। ତେଣୁକରି ପ୍ରଶାସନକୁ ଅବମାନନା କରିବା ହିସାବରେ ଆମେ ଆଜି ରାସ୍ତା ବନ୍ଦ କରିଛୁ। ଯେପର୍ଯ୍ୟନ୍ତ ଆମର ଡିସାଇଡ୍ଟା ଲାଗୁ ନ ହେବ ସେ ପର୍ଯ୍ୟନ୍ତ ଆମେ ରାସ୍ତାରୋକ ଜାରି ରଖିବୁ। ପଇସା ପକେଇକିରି ସବୁ ବେଖାତିରି କରିକିରି ଏସବୁ କାର୍ଯ୍ୟ ଚଲାଉଛନ୍ତି। ତେଣୁକରି 300 ଲୋକ ଏଠି କେବଳ ପଇସା ପାଉଛନ୍ତି ଏଠି ଧୂଳି ଧୂଆଁ ପାଇଁକା। କୌଣସି ଲୋକ ଏଠି କାର୍ଯ୍ୟକାରୀ କରୁନାହାନ୍ତି। କେବଳ ଧୂଳି ଧୂଆଁ ରୋଗାକ୍ରାନ୍ତ ହେବା ସକାଶେ ଲୋକଙ୍କୁ କିଛି କିଛି ପଇସା ଦିଆହେଉଛି। ତେଣୁକରି ଏଇ ଯେଉଁ ଆମର ବିଡିଏସଟି ଗ୍ରୁପର 9 ଜଣ ଅଛନ୍ତି ଅସାମାଜିକ ବ୍ୟକ୍ତି ଜବରଦସ୍ତ ଆଗ ଧାଡ଼ିରେ ରହି ଏମାନେ ଗରିବ ଗୁରୁବାଙ୍କର ଶୋଷଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏମାନେ ଧମକ ଚମକ ଦେଉଛନ୍ତି, ମାରିଦେବୁ, ମର୍ଡର କରିଦେବୁ। ତେଣୁ ଆ ଦେହରେ ଗ୍ୟାଙ୍ଗଷ୍ଟର ମାନେ ବି ଅଛନ୍ତି ଏବଂ ଆଗରୁ ଏମାନଙ୍କ ନାଁରେ ଅତ୍ୟଧିକ କେସ୍ ବି ଅଛି ଏବଂ ସମାଜସେବୀ ଲୋକଙ୍କୁ ବି ଏମାନେ ଧମକ ଚମକ ଦେଇକି ମାଡ଼ଗାଳି କରିଛନ୍ତି। ଆର କେସ୍ ବି ମଧ୍ୟ ଥାନାରେ ହେଇଛି। ତେଣୁ ଜବରଦସ୍ତ ଦାଦାଗିରି ଗୁଣ୍ଡାଗିରି କରିକିରି ଆକୁ ଚଲାଉଛନ୍ତି। ତେଣୁ ଆମେ ଏବେ ଚାହୁଁଛୁ ଯେଉଁଟା ଆମେ ଆଇନ ବାଟରେ ଯାଉଛୁ ପ୍ରଶାସନ ମାଧ୍ୟମରେ ଏସଡିପିଓ, ଆଇଏସି, ଟ୍ରାନ୍ସପୋର୍ଟର ମାଧ୍ୟମରେ ଯେଉଁ ଜିନିଷ ଫାଇନାଲ ହେଇଥିଲା ତେଣୁ ସେମାନେ ବି ସାଇନ୍ କରିଥିଲେ, ଆମେ ବି ସାଇନ୍ କରିଥିଲୁ, ଉଭୟ ଏ ଡିସାଇଡ୍କି ମାନିଥିଲୁ। ତେଣୁ ସେଇଟା କାର୍ଯ୍ୟକାରୀ ହେବା ପାଇଁକା ଆଜି ଆମର ଆନ୍ଦୋଳନ ଜାରି ରହିଛି। ନ ହୁଏ ଆମେ ଆଗାମୀ ଦିନରେ ପୁଣି ଜୋରଦାର ଆନ୍ଦୋଳନ କରିବୁ। ମୁଁ ରାଜେନ୍ଦ୍ର ସ୍ୱାଇଁ, ବିଡିଏସଟି ଜଣେ କର୍ମୀ। ଘର ଆମ ବିଲତେରୁଆ। କଣ ଆଜି ଘଟଣା ହେଇଛି? ଆଜି ଆପଣ ଗାଡ଼ି ରଖିଥିଲେ? ଆମର ବିଗତ 23/7/2023 ସମାଧାନ ହେଇଥିଲା। ଆମର ଯେଉଁ ଥାନାରେ ଟ୍ରାନ୍ସପୋର୍ଟର ଆଉ ଆମ 3 ଗ୍ରୁପର ଯେଉଁ ଜଏଣ୍ଟ କମିଶନ ଅଛି ବସିକି ସମାଧାନ ହେଇଥିଲା। କିନ୍ତୁ ଆମର ଯେଉଁ ସମାଧାନ ହେଇଥିଲା ଆମ 9 ଜଣ ଯେଉଁ ମୁରବୀ ଅଛନ୍ତି ତାକୁ ମାନିବାକୁ ନାରାଜ। ଆଉ ମନ ଇଚ୍ଛା ଆକୁ ଭାଗର ତାକୁ ଭାଗର ଏମିତି କାର୍ଯ୍ୟ କରୁଛନ୍ତି। ଆମେ ବିରୋଧ କରିବାରୁ ଆମକୁ ବର୍ତ୍ତମାନ ସେଇଦିନ ଠାରୁ ଆମର ଯେଉଁ ବକେୟା ପ୍ରାପ୍ୟ ଅଛି ତାକୁ ବି ବନ୍ଦ କରିଛନ୍ତି। ମାନେ ପ୍ରଶାସନ କଥା ବି ଶୁଣୁନାହାନ୍ତି। ଏବେ ଆପଣ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ବର୍ତ୍ତମାନ ଆମେ ପ୍ରଶାସନକୁ ଚାହୁଁଛୁ, ପ୍ରଶାସନ କହୁଛି ଏହାର ମାନେ ଉଚିତ ସମାଧାନ କରିବା ପାଇଁ। ଯଦି ସମାଧାନ ନ ହେବ ତାହେଲେ ଆମେ ଧାରଣାରେ ବସିକି ଅଛୁ ବର୍ତ୍ତମାନ। ମୋ ନାଁ ସୁଶାନ୍ତ କୁମାର ଜେନା। ମୁଁ ଏଇ ବିଲତରୁଆ ଗ୍ରାମର ବାସିନ୍ଦା, ଜଣେ ଉଚ୍ଚ ଶିକ୍ଷିତ ପିଲା। ମୋ ସହିତ ଅଛନ୍ତି ଆମର ରିତେନ୍ଦ୍ର କୁମାର ଜେନା, ସନାତନ ବେହେରା, ରାଜେନ୍ଦ୍ର ସ୍ୱାଇଁ ଏବଂ ତ୍ରିଲୋଚନ ମଲ୍ଲିକ। ଦେଖନ୍ତୁ ଆଜ୍ଞା, ଏଇଟା ଦୀର୍ଘ 3 ବର୍ଷର ସଂଗ୍ରାମ। ତା ପୂର୍ବରୁ ବି ମୁଁ କିଛି ପିଲାଙ୍କୁ ନେଇ ବ୍ୟକ୍ତିଗତ ଭାବେ ସଂଗ୍ରାମ କରିଥିଲି। ଆମର ଯେଉଁ ବିଡିଏସଟି ଗ୍ରୁପ ଅଛି ଯିଏକି ଏସଏଲଏସ୍ ଏବଂ ବିଡିଏସଟି ଗ୍ରୁପର 2ଟି ଗ୍ରୁପର ମିଶ୍ରଣ। ଏସଏଲଏସ୍ ସଂସ୍ଥା ଡମ୍ପିଂ ସାଇଡରେ କାମ କରୁଥିଲା ବେଳେ ବିଡିଏସଟି ସଂସ୍ଥା କେବଳ ରାକ୍ ସାଇଡରେ କାମ କରୁଥିଲା। 2 ଜଣ ଯାକ ମିଶିକି ଗୋଟିଏ ସଂସ୍ଥା ରୂପରେ ରେଲୱେ ସାଇଡିଂରେ କାର୍ଯ୍ୟ କରନ୍ତି ବିଡିଏସଟି ଉପରେ। ତା ଦେହରେ ଥିବା ଆମର 10 ଜଣ ପୂର୍ବରୁ ଥିଲେ ମୁରବୀ, ଜଣେ ଏକ୍ସପାୟାର୍ଡ କରିଯାଇଛନ୍ତି। ସେ 9 ଜଣ ମୁରବୀ ଆମର କସର ନିଆଜ ଖାନ, ଫିରୋଜ ଚନ୍ଦ୍ର ଜେନା, ଅବଦୁଲ୍ଲା ଖାନ, ଜ୍ଞାନଞ୍ଜୟ ଜେନା, ଅନ୍ତର୍ଜାମୀ ସାହୁ, ସଂଗ୍ରାମ ସାହୁ, ଅଜମତ ଅଲି, ଶ୍ରୀବିକାଶ ସାହୁ, ଏଇମାନେ ସବୁ ଏ ସଂସ୍ଥାର ପରିଚାଳନାରେ ବହୁତ ହେରଫେର କରୁଥିଲେ। ମାନେ ଆମର ଯେଉଁ ସଦସ୍ୟ ଥିଲେ, ସଭ୍ୟ ଥିଲେ, କେତେ ପଇସା କ'ଣ ଆଉଛି ଯାଉଛି ଜାଣିପାରୁନଥିଲେ। ମାଲିକଙ୍କୁ ଠିକ ପଇସା ଦେଉଥିଲେ ମଧ୍ୟ ମାଲିକଙ୍କଠୁ ପଇସା ଆଣି ସେମାନେ ବାଟମାରଣା କରୁଥିଲେ। ଗ୍ରୁପରେ ଦୁନିଆ ପ୍ରକାର ଦୁର୍ନୀତି କରୁଥିଲେ, ପ୍ଲସ୍ ସଭ୍ୟମାନଙ୍କୁ ମନ ଇଚ୍ଛା ହଇରାଣ କରୁଥିଲେ। ଏମାନେ ଯଦି ସଭ୍ୟମାନେ କୌଣସି ହିସାବ ମାଗୁଥିଲେ କିମ୍ବା କୌଣସି ପ୍ରକାର ତାଙ୍କର ବିରୋଧ ଜଣାଉଥିଲେ ତାଙ୍କୁ ଗ୍ରୁପରୁ ବହିଷ୍କାର କରିଦେବାକୁ ଧମକ ଦେଉଥିଲେ, ବ୍ୟକ୍ତିଗତ ଭାବେ ଧମକ ଦେଉଥିଲେ। ପ୍ଲସ୍ ଏବେ ମଧ୍ୟ ସେ କରୁଛନ୍ତି। ତାପରେ ଏଗୁଡ଼ାକୁ ଆମେ ଜାଣିଲା ପରେ ମୁଁ ଗୋଟେ ଉଚ୍ଚଶିକ୍ଷିତ ପିଲା ହୋଇଥିବା ହିସାବରେ ମୁଁ ଦେଖିଲି ଅନ୍ୟାୟର ପ୍ରତିରୋଧ କରିବା ପାଇଁ ମୁଁ କିଛି ଲୋକଙ୍କୁ ନେଇ ଦୀର୍ଘ 3 ବର୍ଷ ଆନ୍ଦୋଳନ ଚଲେଇଥିଲି। ଆମର ଦାବି ଥିଲା ସଂସ୍ଥାରେ କେମିତି ସଂସ୍କାର ହେଇକି କାମ ହେବ। ଏଇ ଯେଉଁ ମନମୁଖୀ କାମ ହେଉଛି 9 ଜଣଙ୍କ ହାତରେ ଯେଉଁ କାମ ହେଉଛି ତା ଭିତରେ ମ୍ୟାନେଜମେଣ୍ଟର ସୁଧାର ହେବ। ଆମର ଆକ୍ଟିଭ ପିଲା କିଛି ଲୋକ ପଶିକି ସେମାନେ କାମରେ ଦେଖିବେ କେତେ ଆଉଛି ଯାଉଛି, କ'ଣ କାମ କେମିତି ହେଉଛି। ଆଉ ମ୍ୟାନେଜମେଣ୍ଟରେ ଆମର ଜଣେ ରହିକି ମ୍ୟାନେଜମେଣ୍ଟରେ ଦେଖିବେ ମ୍ୟାନେଜମେଣ୍ଟ କେମିତି ଡିଲିଂ କରୁଛି ପାର୍ଟିମାନଙ୍କ ସହିତ। ଦେଖନ୍ତୁ ଆମ ପ୍ରତି ସେମାନଙ୍କ ଦୟାଭାବ ସଦୟ ଭାବ ଅଛି। ଟ୍ରାନ୍ସପୋର୍ଟର ଭଲ ଭାବେ ଜାଣିଛନ୍ତି, ପିଲା ଠିକ ବାଟରେ ଅଛନ୍ତି। ପ୍ରଶାସନ ମଧ୍ୟ ଆମକୁ ଅନେକ ବାଟରେ ସହଯୋଗ କରିବାକୁ ଚେଷ୍ଟା କରିଛି, କିନ୍ତୁ ପ୍ରଶାସନକୁ ଏମାନେ ଅବଜ୍ଞା କରୁଛନ୍ତି।
ट्रांसपोर्ट को हताश करुँच आउ लोक भुआ बुलाऊँ तेणु आम बाध्य आज पदक्षेप नवा ढड़ा कम बंद कर दाबी के पूरण हम से ढड़ा आगामी दिन में यहाँ आहरी बड़ धरण कर प्रशासन आम जिला प्रशासन कलेक्टर हूँ सब कलेक्टर हूँ कि मुख्यमंत्री ग्रीवेंस सेल हो कि ए रिलेटेड जो कौन डिपार्टमेंट अच्छी लेबर एनवायरमेंट रेलवे जेको विभिन्न विभिन्न डिपार्टमेंट टच करूँ से धारणा देवु पॉल्यूशन डिपार्टमेंट आगे धारणा देवु देखो आम सब चेष्टा करी गाँव लोक मैंने आमरी भाई मैंने जदि कौन बाटे भूल बाट जाइए आम सहित कथबार्ता कर समस्ते बस गोटा समाधान करूँ एपाई आम 3 ग्रुप सहयोग रही से मुरबी लेखिकी देलापर भी जॉइंट एक्शन कमिटी गोटे अच्छी जोटा कि बीडीएसटी भी तार मेंबर तादे जो चेयरमैन अच्छा सलीम खान अन्य जो 28 जन मुरबी भितर अच्छा अन्य ग्रुप मुरबी से पुलिस प्रशासन को जनई बदर समाधान करूँ पिला दाबी उचित दाबी तेणु मैनेजमेंट संस्कार आनी जहाँ जहाँ दाबी अच्छी पूरण करूँ पुलिस प्रशासन तागिद कर कौन कर यार सुजोग नहीं जो समय गैप हवा हाँ आम करदे कहीदे गाँव को पलिया गाँव में गोटे प्रकार राजनीति करवा लोक भुआ बुलेवा आ विभिन्न प्रकार प्रलोभन देकी आम लड़िलु लोक करप्शन मुक्ति कर सिस्टम टा ठीक चलियो बोली आमको वर्तमान माने बाहर कर संस्था फोपाड़ द्वारा गोटा चक्रांत चलैछन से जेहेतु लोक नरमी गले तार सुजोग नहीं से आईन प्रशासन को मानुना कि जहाँ जहाँ आम निष्पत्ति से राजी होते कार्यकारी करूना।